भारतर चारिधाम भितर କହିଲେ ଟକଳି ସେତିକି ବେଳେ ମୋବାଇଲ ଟା ଖେଞ୍ଚୁଛୁ କାମଟା କେତେବେଳେ କରିବୁ? କି କାମ? କାମ ସବୁ କରିସାରିଲେଣି, ରୋଷେଇ ବାସ ସାରିକି ଆଉ ଖାଇ ପିଇ ଦେଲେ, ଖାଇସାରିଲଣି, ଆଉ ପୁଣି କି କାମ? ତତେ ଟକଳି ଆଉ ଘର ସାରା କିଛି କାମ ଦେଖାଯାଉନି, ଖାଲି ରୋଷେଇ ବାସ ସରିଗଲେ କାମ ସରିଲା। ଉପରକୁ ଦେଖିଲୁ ଟିକେ, ବାଉ ବସା ଧୂଳି ଲାଗି କଣ ଦେଖା ହଉଛି ଦେଖିଲୁ? ତୋର ଖାଲି ରୋଷେଇ କରିଦେଲେ କାମ ସରିଲା, ସଫା ସଫି ଧୁଆ ଧୁଇ ଆଉ ଏଗୁଡା ଆଉ କାମ ନୁହଁ। ଆଜି ସଞ୍ଜ ବେଳକୁ ତୋ ଶ୍ୱଶୁର ତୋ ଦିଅର ଆସିବେ, ଏଗୁଡା ଦେଖିଲେ କଣ ଭାବିବେ? ଆଲୋ ଏମିତି ମଟ ମଟ କରିକି ଅନେଇଛୁ କଣ? ଝଡା ଝଡି ସଫାସଫି ସବୁ କରୁନ। ତତେ ଟିକେ ଖରାପ ଲାଗୁନି ନା ଘରଟା ଅସନା କରିକି ପକେଇଛୁ? ଆଉ ଚିଲ୍ଲାଅନି ଏତେ, ମୁଁ ସଫା କରିଦଉଛି ଏବେ। ଇଏ ସଫାସଫି କରିବି ବହୁତ ସମୟ ଲାଗିବ, ତମେ ଯାଅ ସେ ବାସନ ଟା ଟିକେ ମାଜିଦବ। ମୁଁ ବାସନ ମାଜିବି, ତୁ କଣ କରିବୁ? ଏବେ ବା କହିଲା ସଫାସଫି କରିବି, ଆଉ କଣ କରିବି କଣ ପଚାରୁଛ? ତମେ ଝଡାଝଡି କରିଦିଅ, ମୁଁ ଯାଇକି ବାସନ ମାଜିଦେବି। ଟକଳି ଖଣ୍ଡକୁ ଯେତେବେଳେ କାମ ମୁଁ କହିବି ମତେ ବରାଦ କରିଦବ କାମଟାକୁ। ଇଏ 5-6ଟା ରୁମ ମୋର କିଏ ଝଡାଝଡି କରିବ? ସେ ବାସନ 2-4ଟା ପଡିଛି, ସେୟାକୁ ମାଜିଦେଲେ ଯିବ। ହଉ ମୁଁ ବାସନ ମାଜି ଦଉଛି, ତୁ ଝଡାଝଡି ଜଲ୍ଦି ଜଲ୍ଦି କର। ପଳା ଏଠୁ, ତମ ଉପରେ ପୁଣି ଧୂଳି ଉଡିବ, ମୋରି ଉପରେ ରାଉ ରାଉ ହବ। ହଉ ଜଲ୍ଦି ଜଲ୍ଦି ସଫା କର। ବୁଢୀ ଖଣ୍ଡକ ନିଜେ ବସିବନି କି ମତେ ବସେଇ ଦବନି, ହାରାମଦାଦି ବୁଢୀ। ଦିନ ରାତି 24 ଘଣ୍ଟା ଟକଳି ମୋବାଇଲ ଦେଖିବ, ମୁଁ ଏଠି ଆସିକି କାମ କରିବି। ମରିବୁ ଲୋ ଟକଳି, ମରିବୁ ତୁ। ମୁଁ ତତେ ଅଭିଶାପ ଦଉଛି ଲୋ ଟକଳି, ଏଇଭଳି ମରିବୁ କାମ କରି କରି, ବୁଢୀ ବୟସରେ ମରିବୁ ତୁ। ହେ ପ୍ରଭୁ, ମୁଁ ଯଦି ସତରେ ଗୋଟେ ବୁଢୀ ହେଇଥିବି, ମୁଁ ଯଦି ସତରେ ବୁଢୀ ବୟସରେ କାମ କରୁଥିବି, ଏଇ ଟକଳିଟାକୁ ବୁଢୀ ବୟସରେ ଦିନ ରାତି 24 ଘଣ୍ଟା ଖଟେଇବ। କହିଲା 2-4 ଖଣ୍ଡ ବେଲା, ଘରର ସବୁ ବେଲା ଆଣିକି ଏଠି କାଣ୍ଡି କରି ପକେଇଛି, କହିଲା 2-4 ଖଣ୍ଡ ବେଲା। ମରିବୁ ଲୋ ଟକଳି ତୁ, ମରିବୁ ମୋ ଅଭିଶାପରେ, ବୁଢୀ ବୟସରେ ଖଟଉଛୁ ମତେ। ଅନାଲୁ ଟକଳି ଖଣ୍ଡକ ମତେ ବାସନ ମାଜିବା ପାଇଁ ପଠେଇଥିଲା, ଏଠି ବସିକି ମୋବାଇଲ ଦେଖୁଛି। ଏଇ ବଜ୍ଜାତ ଟକଳି, ଏ ବୁଢୀ ସାଙ୍ଗେ ସାଙ୍ଗେ ବାସନ ମାଜିକି ଚାଲି ଆଇଲା। ଏତେ ଗୁଡେ ବାସନ ପଡିଥିଲା, ସାଙ୍ଗେ ସାଙ୍ଗେ ମାଜିଦେଲା। ହେ ପ୍ରଭୁ, ଏ ବୁଢୀ ଖଣ୍ଡକ ଚାଲିଆ ଡାକିଲେ ରାଉ ରାଉ ହବ ମୋ ଉପରେ ଏଇଖିଣି। ହେ ବଜ୍ଜାତ ଟକଳି। ହଁ ବୋଉ, କଣ କହୁଥିଲ କି? କଣ କହୁଥିଲି? ତୁ ମରୁନ ନା ଟକଳି, ମତେ କାମ ବରାଦ କରିଦେଇକି ତୁ ଏଠି ମୋବାଇଲ ଦେଖୁଛୁ। ମୋବାଇଲ? ମୁଁ କେତେବେଳେ ମୋବାଇଲ ଦେଖିଲି? ମୁଁ ତ ମୋବାଇଲ ଦେଖିନି, ମୁଁ ତ ଘରକୁ ଥିଲି। ଦେଖୁନ ସେଠି ଧୂଳି ଆଳନ୍ଦି ସବୁ ପଡିଛି। ତମେ ଖାଲି ସନ୍ଦେହ କରୁଛ ମୁଁ ମୋବାଇଲ ଦେଖୁଛି ବୋଲି। ମୋବାଇଲ ଦେଖୁନଥିଲୁ ତୁ, ମିଛ କଥା କହୁଛୁ ମତେ। ସତ କହୁଛି ବୋଉ, ମୁଁ ଜମା ମୋବାଇଲ ଦେଖିନି, ମୁଁ ତମ ରାଣ ଖାଇ କହୁଛି। ବଜ୍ଜାତ ଟକଳି, ମୋ ନାଁରେ ମିଛ ରାଣ ଖାଉଛି। ନିଜ ଆଖିରେ ମୁଁ ଦେଖିଛି ତୁ ମୋବାଇଲ କେଞ୍ଚୁଥିଲୁ, ମୋ ରାଣ ଖାଇ ଦଉଛି ପୁଣି ମିଛଟାରେ। ମରିବୁ ଲୋ ତୁ, ମରିବୁ ତୁ, ମୋ ଆୟୁଷ ଥାଉ ଥାଉ ମୋ ରାଣ ଖାଇକି ମାରୁଛୁ ମତେ, ମରିବୁ ତୁ। ଯା ଶଳା, ବୁଢୀଟା ଦେଖିଦେଇଛି ଆଉ। ଆଲୋ କଣ କହିବୁ ମୁହଁ ମୁହଁ କହୁନୁ, ଫୁସୁରୁ ଫୁସୁରୁ କଣ ହଉଛୁ? ନାଇଁ ବୋଉ, ଫୁସୁରୁ ଫୁସୁରୁ କଣ ହେବି, ଏଇ ମୋବାଇଲରେ ଗୋଟେ ମେସେଜ ଆସିଲା ତ, ମୁଁ ସେଇଟା ଦେଖୁଥିଲି। ମୁଁ ସତ କହୁଛି, ମୁଁ ମୋବାଇଲ ଦେଖିନି। ଜଲ୍ଦି ଜଲ୍ଦି ଝାଡୁ ମାରିକି ସଫା କର। ହଁ ମୁଁ ଝାଡିଦେବି, ତମେ ଜମା ବ୍ୟସ୍ତ ହୁଅନି। ମୁଁ ଟେବଲ ପାଖରେ 2ଟା ଲୁଗା ପକେଇଛି, ତାକୁ ସଫା କରିକି ଆସେ, ତାପରେ ଝାଡି ଝୁଡି ଦେବି। ଲୁଗା ପଛରେ ଧୋଇବୁ ଲୋ ଟକଳି, ଆଗେ ସଫା କର, ଝଡାଝଡି କର ଆଗେ। ତମେ ତ ଦେଖୁଛ ବର୍ଷା କେମିତି ସେମିତି ହଉଛି, ଆଉ ଲୁଗା ଗୁଡାକ ଧୋଇକି ଜଲ୍ଦି ଜଲ୍ଦି ଶୁଖେଇଲେ ସିନା ଶୁଖିବ। ଆଉ ଲୁଗା ଶୁଖିଥିବନି, ତମେ 4ଟା ବେଳକୁ ପିନ୍ଧିବ କଣ? ମୋ ଲୁଗା ଭେଦିଛୁ କିଲୋ? ହଁ, ତମରି ଲୁଗା କଥା କହୁଛି, ଆଉ ମୋ ଲୁଗା କଥା କହୁଛି ନା କଣ? ହଉ ମୁଁ ଧୋଇଦେବି ମୋ ଲୁଗା, ତୁ ସଫାସଫି କର, ଝଡାଝଡି କର। ବୋଉ, ମୋର ବି ଗୋଟେ ଲୁଗା ଅଛି, ଆଉ ତମ ପୁଅର ଗୋଟେ ପ୍ୟାଣ୍ଟ ଆଉ ଗୋଟେ ସାର୍ଟ ଅଛି, ଆଉ ଗୁଲୁରୁର 2ଟା ସାର୍ଟ ଅଛି। ଟକଳି, ତୁ ବା କହିଲୁ ମୋର 2ଟା ଲୁଗା ଅଛି ଆଉ କିଛି ନାହିଁ ବୋଲି।
ମୁଁ କେତେବେଳେ କହିଲି ଖାଲି ତମର ଦିଟା ଲୁଗା ଅଛି ଆଉ କିଛି ନାହିଁ ବୋଲି? ମୁଁ କହିଲି ତମର ଦିଟା ଲୁଗା ଅଛି ବୋଲି। ଟୋକଳି ଜଳଉଛୁ ଯୋଉ ଭଳି ମତେ, ମରିବୁ ଲୋ ତୁ, ମରିବୁ ତୁ। ସେଇ ସେତିକି ଜାଣିଛ, ଆଉ କିଛି ଜାଣିନ। ବୁଲ ବୁଲ କି ମାରିଲୁ? ପଡା ମୁଇଁ ବଜାତ ଟୋକଳି। ବୋଉ ତମେ ତମକୁ ଟିକେ ଖରାପ ଲାଗୁନି? ତତେ ଟିକେ ଲଜ୍ଜା ଲାଗୁନି? ପଡା ମୁଇଁ, ମତେ କାମରେ ପଠେଇ ଦେଇକି ଇଏ ଶୋଇ ପଡୁଛି ଏଠି। କି କଥା କହୁଛ ବୋଉ? ମୁଁ କାହିଁକି ଶୋଇବି? ମୁଁ ସେଇ ଟେବୁଲ ତଳେ ପେଟେଇକି ଝାଡୁଥିଲି ଝାଡୁରେ। ପଡା ମୁଇଁ ଝାଡୁଥିଲୁ ଘଙ୍ଗଡା ମାରିକି ଝାଡୁଥିଲୁ। ହେଁ ଘଙ୍ଗଡା ମାରୁଥିଲି? ହଁ ତମେ ଦେଖିଥିଲ? ମୁଁ ଆଲମାରି ତଳ, ପଛପଟ, ଭିତର, ଉପର ସବୁଆଡେ ସଫା କରୁଥିଲି। ମୁଁ ଆଉ ଟେବୁଲ ତଳେ ମୁଁ ଗଳି ପାଇଲିନି, ସେଥିପାଇଁ ପେଟେଇକି ଏମିତି ସବୁ ସଫା କରୁଥିଲି ଝାଡୁରେ। କେତେ ମିଛ କଥା କହିବୁ ଲୋ ଟୋକଳି ମତେ? କେତେ ମିଛ କଥା କହିବୁ? ମତେ ମିଛ କଥା କହି କହି ତୋ ପାପ କଳସି ଭରି ଗଲାଣି। ତ ପାପ କଳସି ଭରିବାକୁ ଅଳପ ছিল, ଆଉ ଅଳପ ଅଛି। ମିଛ କଥା କହିବା ବନ୍ଦ କର, ନହେଲେ କେତେବେଳେ ଉପରକୁ ଟିକେଟ କାଟିଦବୁ। ପଡା ମୁଇଁ ଛତର ଖାଇ। ଏବେ ଏଇଠି ବସିବି ମୁଁ, ତୁ ସଫା କରିବୁ ସବୁ। ହଉ ଏଇଠି ବସିଥାଅ, ମୁଁ ଗୁହାଳ କାମ ସାରିକି ଆସେ, ତାପରେ ଝଡାଝଡି କରିବି। ଗୁହାଳ କାମ? କି ଗୁହାଳ କାମ? ଗାଈଙ୍କୁ ତୋରାଣି ଦେବି, ଆଉ ଗୁହାଳଟା ସଫା କରିକି ଆସିବି, ଆଉ କି କାମ? ବୋଉ ତମେ ଗୁହାଳ କାମଟା ସାରି ଦଉନ, ମୁଁ ସଫା କରିଦଉଛି, ଝଡାଝଡି କରିଦଉଛି ଏପଟେ। ଏ ଟୋକଳି ଭଲ ତ ଚାନ୍ସ ମାରୁଛି ମୋ ପାଖରୁ। ମତେ ପଠେଇ ଦଉଛି ବାହାରକୁ କାମ କରିବା ପାଇଁ, ଇଏ ଏଠି ବସିକି ମୋବାଇଲରେ ଦେଖୁଛି, ଶୋଉଛି। ରହଲ ଟୋକଳି, ତୋ କଥା ବୁଝୁଛି ଏବେ। କଣ ହେଲା ବୋଉ କହୁନ? ଆଉ ଯାଇକି ଟିକେ ଗୁହାଳ କାମ କରିଦବ ନା, ଆଉ ମୁଁ ସଫା କରିଦେବି ଏପଟରେ। କଣ କାମ ଅଛି ଗୁହାଳେ? ଇଏ କିଛି ନାହିଁ, ଖାଲି ଟିକେ ତୋରାଣି ଦବ, ଆଉ ଗୁହାଳଟା ଟିକେ ଖରିକି ଦବ, ଆଉ କିଛି ନାହିଁ। ବାସ୍ ଏତିକି କାମ ତ? ହଁ ବାସ୍ ଏତିକି କାମ। ହଉ ତୁ ଯା ଗୁହାଳ କାମ କରିଦବୁ, ମୁଁ ଏପଟେ ସଫା କରିଦେବି। କଣ ହେଲା? ତମେ ସଫା କରିବ? ମୁଁ କରିଦେବି, ତମେ କରିପାରିବନି। ଏଇ ଯୋଉ ଖଟ ତଳ, ଖଟ ଉପର, ଆଉ ଆଲମାରି ତଳ, ଆଲମାରି ଭିତର, ଏଇଗୁଡା କଣ ତମେ ସବୁ ସଫା କରିପାରିବ? ମୁଁ କରିଦେବି, ତମେ ଯାଅ ଗୁହାଳ ଖୋଲିଦବ। ଆଲୋ ମୁଁ କରିଦେବି, ତୁ ଯା, ଖାଲି ସେ ଟିକେ କାମ ତ କରିଦବୁ, ଆଉ ମୁଁ ଘରଟା ଝାଡିଦେବି, ଯା। ମାଲୋ ମାଲୋ, ଏଟା ଗୁହାଳ ଘର ନା ଖତ ଗଡିଆ? ମାଲୋ ମୋ ହାତ ଥରୁଛି ଲୋ ମା। ବୁଢୀ ଏଠି କଣ ଟିଭି ଦେଖୁଛି? ଘର ଗୁଡାକ ଝାଡିଲା ନା ଝାଡିଲାନି? ବୋଉ ତମେ ଏଠି ଟିଭି ଦେଖୁଛ କଣ? କାଇଁ କଣ ହେଲା କି? ତମେ ବା ଘର ଝାଡିଥାନ୍ତ, ଆଉ ଟିଭି ଦେଖୁଛ କଣ? କଣ ଘର ମୁଁ ଝାଡିବି, ଆଉ ତୁ କୁଆଡେ ଯିବୁ? ଖାଲି ମୋବାଇଲରେ ଦେଖିବୁ ଆଉ ଶୋଇ ପଡିବୁ। କହିଲା ଘର ଝାଡିଥାନ୍ତ, ଯା ଘର ଝାଡିବୁ। ଭିଆଇପି ଭଳିଆ କାମ ବରାଦ କରିଦଉଛି ମତେ, ଯେମିତି ଗୋଟେ ମିନିଷ୍ଟର। ପୁରା ଭାବି ଦେଇଥିଲୁ ଘର କାମ ଆଜି ସବୁ ମତେ କରେଇବୁ। ଜଲ୍ଦି ଯା ସଫା କରିବୁ। ଆରେ ଭାବିଥିଲା ମୁଁ ଏକିଟିଆ ଚାଲାକ, ବୁଢୀକୁ ଆଜି ବାହାରେ ଖଟେଇବି ଆଉ। ବଜ୍ଜାତ ଟୋକଳି। ବାପା ଆମ ଘର ହେଇଗଲାଣି ପରା, ଓହ୍ଲାଅ। ମଟୁ? ହଁ ବାପା କହୁନ। ନଟୁ କୋଉଠି ରହିଗଲା କି? କାଇଁ ଆସୁନି? ହେଇ ପରା ସେ ଆଇଲାଣି। ତୁ ସୁପର ବାଇକ୍ ଆଣିକି ପଛରେ ଆସୁଛୁ, ମୁଁ ସ୍କୁଟର ଆଣିକି ଆଗ ଆସିକି ପହଞ୍ଚି ସାଇଲିଣି।
ନାଇଁ ମୋ ଭାଇ, ମୁଁ ଟିକେ ଫୁଲ ଦୋକାନକୁ ଯାଇଥିଲି ଏଇ ବୋକେଟା ଆଣିବା ପାଇଁ। ଖାସ କରି ଭାଉଜଙ୍କ ପାଇଁ ଆଣିଛି ମୁଁ। ଓହୋ, ହଉ ହଉ, ଚାଲ ଏବେ ଘର ଭିତରକୁ ଚାଲ। ବାପା ଘର ଭିତରକୁ ଚାଲ। ହଁ ରେ ବାପା, ଚାଲ।